सदा प्रभु को महानाम को धन्यवाद देवा सहित आपण प्रत्येक को अमृतमानार यह कार्यक्रम को स्वागत करे एवं मोर ख्रीष्टीय प्रेम नमस्कार जनाए। प्रभु को चरण तले बसी आम प्रतिदिन उपासना करुछु, वाक्य शुणुचु, गीत शुणुचु। प्रभु आम को आशीर्वाद करुछंती। आपण मैंने अंशी आपण मान को धन्यवाद जनाए। आसतु आज कार्यक्रम को प्रभु चरण तले रखा, प्रार्थना उत्सर्ग करवा। धन्यवाद स्तुति प्रशंसा पाइबार एकमात्र योग्य पिता, धन्यवाद दौचु प्रभु तुम महानाम को दया कल, अनुग्रह कल, पुनर्बार सुजोग देच तुम चरणतले बसिया को। आज कार्यक्रम को तुम परिचालना कर, आरंभ शेष पर्यंत उपस्थिति प्रदान कर। तुम रब शुणाओ आम मान को हजार लोचा एवं तुम ही आम मान को आज कार्यक्रम शुणा समय आशीर्वाद कर। उपस्थित प्रत्येक को आशीर्वाद कर। आरंभ शेष पर्यंत तुम आम मान सहित लागे रुह। प्रार्थना यीशु नाम मागुछु, आमेन। आसतु उपासना संगीत गीत को आम शुणा। सुनो
तुम्भ निवासे समर्पितुम्भ पादे देह प्राण शुण मो निवेदन आहे प्रभु शुण मो निवेदन मोरुदे तुंग प्रति बढ़ा प्रेम भक्ति मोरुदे तुंग प्रति बढ़ा प्रेम भक्ति नाश कर मोहर पापतम शुण मो निवेदन आहे प्रभु शुण मो निवेदन। प्रभुଙ୍କ मा नामକୁ ଧନ୍ୟ ହେଉ। ଆସନ୍ତୁ ଆଜିର ଧ୍ୟାନ ମଧ୍ୟକୁ ଯିବା। ଆଜି ଯେଉଁ ବିଷୟ ନେଇ ଆମେ ଧ୍ୟାନ କରିବାକୁ ଯାଉଅଛୁ ତାର ପ୍ରସଙ୍ଗଟି ହେଉଛି ଅସାର କଥା। ଅସାର କଥା। ପବିତ୍ର ଧର୍ମଶାସ୍ତ୍ରରୁ ଗୋଟେ ଅଂଶ ପାଠ କରିବା। ମାଥ୍ୟୁଙ୍କ ଲିଖିତ ସୁଷମାଚାର ତାର 12 ପର୍ବ 33 ପଦର ଆରମ୍ଭରୁ 37 ପଦର ଶେଷ ପର୍ଯ୍ୟନ୍ତ। ମାଥ୍ୟୁ 12 ପର୍ବ 33 ପଦ ଠାରୁ 37 ପଦ ପର୍ଯ୍ୟନ୍ତ। ଏଠାରେ ଏପରି ଲେଖାଯାଏ, ଗଛକୁ ଭଲ କୁହ ଓ ତାହାର ଫଳକୁ ଭଲ କୁହ, ନତୁବା ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ। ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କି ପ୍ରକାର ଭଲ କଥା କହିପାର, କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ। କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ। ଯେଣୁ ତୁମ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ। ପ୍ରଭୁ ଏ ପଟ୍ଟ ବାକ୍ୟକୁ ଆଶୀର୍ବାଦ କରନ୍ତୁ, ଆମମାନଙ୍କୁ ବୁଝିବା ପାଇଁ ଚାଳନା ପ୍ରଦାନ କରନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କର ଏହି ବାକ୍ୟକୁ ସଚେତନର ବାକ୍ୟ ବୋଲି କୁହାଯାଏ। ଫଳ ଦ୍ୱାରା ଗଛର ପରିଚୟ ହେଉଛି ଏହି ବାକ୍ୟର ମୂଳ ବିଷୟ। ଫଳ ଦ୍ୱାରା ଗଛ ଚିହ୍ନାଯାଏ। ଆମମାନଙ୍କ ମୁଖରୁ ବାହାରୁଥିବା କଥା ବା ଶବ୍ଦକୁ ସେ ଫଳ ସହିତ ତୁଳନା କରିଛନ୍ତି। ମନୁଷ୍ୟର କଥାବାର୍ତ୍ତା ଦ୍ୱାରା ଆମେ ଭଲ ମନୁଷ୍ୟ ବା ମନ୍ଦ ମନୁଷ୍ୟର ପରିଚୟ ଦେଇଥାଉ। ମୁଖର କଥାରୁ ସର୍ବଦା ହୃଦୟର ପରିଚୟ ମିଳିଥାଏ। ଯଦି ଆମେ 34 ପଦକୁ ପାଠ କରୁ, ସେ 34 ପଦରେ ଲେଖାଯାଏ, ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ହୃଦୟରେ ଯାହା ପୂର୍ଣ୍ଣ ଥିବ ମୁଖରୁ ତାହା ବାହାରିବ। 35 ପଦରେ ଲେଖାଯାଏ, ହୃଦୟ ହେଉଛି ଆମର ଭଣ୍ଡାର। ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ବିଷୟ ବାହାର କରିଥାଏ, ମନ୍ଦ ଲୋକ ମନ୍ଦ ବିଷୟ ବାହାର କରିଥାଏ। ସେପରି 36 ପଦ ଦେଖୁ, ଆମ ମୁଖରୁ ବାହାରିଥିବା ଅସାର କଥା ଆମକୁ ବିଚାର ଦିନରେ ପରିଚୟ ଦେବ। ଅସାର କଥା ଯାହା ଈଶ୍ୱରଙ୍କଠାରେ ଗ୍ରହଣୀୟ ନୁହଁ। 37 ପଦ ଯେତେବେଳେ ପାଠ କରୁ ସେଠାରେ ଦେଖୁ, ଆମ ମୁଖର ବାକ୍ୟ ଦ୍ୱାରା ଆମେ ଦୋଷୀ ବା ନିର୍ଦ୍ଦୋଷୀ ପ୍ରମାଣିତ ହେବା। ଆମେ ବର୍ତ୍ତମାନ କରିଥିବା ଅସାର କଥା ବା ବର୍ତ୍ତମାନ କହିଥିବା ଅସାର କଥାର ଉତ୍ତର ବିଚାର ଦିନରେ ଆମକୁ ଦେବାକୁ ହେବ। ତେଣୁ ଆମକୁ ଜାଗ୍ରତ ରହିବାକୁ ହେବ। ଗୀତ ସଂଗୀତା 17 ଗୀତ ତାର 3 ପଦରେ ଦାଉଦ କହନ୍ତି, ମୋହର ମୁଖ ଅପରାଧ ନ କରିବ ତାହା ସେ ସ୍ଥିର କରିଛନ୍ତି।
ସେହିପରି ଗୀତ ସଂହିତା 39 ଗୀତ ତାର ଏକ ପଦରେ ଦାଉଦ କହନ୍ତି, ମୋର ଜିଭା ପାପ ନ କରୁ ମୁଁ ସାବଧାନ ହେବି, ଦୁଷ୍ଟ ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୋର ମୁଖରେ ଲଗାମ ଦେବି। ଦାଉଦ ନିଜର ମୁଖର ଶବ୍ଦ ପ୍ରତି ଧ୍ୟାନ ଦେଉଥିଲେ। ସେହିପରି ଗୀତ ସଂହିତା 19 ଗୀତ ତାର 14 ପଦରେ ଦାଉଦ ନିଜର ମୁଖର ବାକ୍ୟ ଈଶ୍ୱରଙ୍କଠାରେ ସୁଗ୍ରାହ୍ୟ ହେଉ ବୋଲି ସର୍ବଦା ଚାହୁଁଥିଲେ। ଆମ ମୁଖରୁ କିପରି ପାପ ହୁଏ, ଏ ବିଷୟକୁ ଜାଣିବା ନିହାତି ଦରକାର। ହିତୋପଦେଶ 18 ପର୍ବ ତାର 21 ପଦରେ ଲେଖାଯାଏ, ମରଣ ଓ ଜୀବନ ଜିହ୍ବାର ଅଧୀନ, ଯେଉଁମାନେ ଏହା ଜାଣନ୍ତି ସେମାନେ ଫଳ ଭୋଗିବେ। ଆମେ କ'ଣ ଚଏସ୍ କରୁଛୁ, କ'ଣ ବାଛୁଛୁ, ଆମେ କ'ଣ ମନୋନୀତ କରୁଛୁ, ମୃତ୍ୟୁ ନା ଜୀବନ? ଆମର ଜିହ୍ବାକୁ ଆମେ କିପରି ବ୍ୟବହାର କରୁଛୁ? ବିଚାର ଦିନରେ କ'ଣ ମିଳିବ, ମୃତ୍ୟୁ ନା ଅନନ୍ତ ଜୀବନ? ମୁଖରୁ 8ଟି ବିଷୟ ଯାହା ବାହାରେ ତାହା ହେଉଛି ପାପର ଚିହ୍ନ। ଏ 8ଟି ବିଷୟ ପ୍ରତି ଆମେ ଜାଗ୍ରତ ହେବା ଦରକାର। ଆଉ ଈଶ୍ୱରଙ୍କ ଦୃଷ୍ଟିରେ 8ଟି ବିଷୟ ହେଉଛି ଅସାର କଥା। ଏ 8ଟି ବିଷୟକୁ ଆମେ ଧ୍ୟାନ କରିବା। ପ୍ରଥମ ବିଷୟ ହେଉଛି ମିଥ୍ୟା କଥା, ଲାଇସ୍। ଯୋହନ 8 ପର୍ବ 44 ପଦରେ ଲେଖାଯାଏ, ଶୈତାନ ହେଉଛି ମିଥ୍ୟାବାଦୀର ପିତା, ସେ ନିଜେ ମଧ୍ୟ ମିଥ୍ୟାବାଦୀ। ଆମ ଜୀବନରେ ଅନେକ ଥର ଆମେ ମିଥ୍ୟାର ସାହାଯ୍ୟ ନେଇଥାଉ। ଆମର ସନ୍ତାନମାନେ ମଧ୍ୟ ଯେକୌଣସି ସ୍ଥାନରେ ବା ସମୟରେ ମିଥ୍ୟା କହିବାର ଅର୍ଥ ଈଶ୍ୱରଙ୍କ ଦୃଷ୍ଟିରେ ପାପ କରିବା। ପ୍ରେରିତ 5 ପର୍ବ 3 ପଦରେ ପାଠ କରୁ, ହନନ୍ୟ ପିତରଙ୍କୁ ମିଥ୍ୟା କହିଲେ। ପିତର କହୁଛନ୍ତି ତାହା ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା। 4 ପଦରେ ଏହା କେବଳ ମନୁଷ୍ୟ ନୁହଁ ବରଂ ଈଶ୍ୱରଙ୍କ ନିକଟରେ ମିଥ୍ୟା ବୋଲି ପିତର କହୁଛନ୍ତି। ଆମେ ଯାହା ଉଚ୍ଚାରଣ କରୁ ସମସ୍ତ ବିଷୟ ପ୍ରଭୁ ଶୁଣୁଛନ୍ତି। ଯେଉଁ ସାହାଯ୍ୟକାରୀ ପବିତ୍ର ଆତ୍ମା ଆମ ନିକଟରେ ଅଛନ୍ତି ସେ ମଧ୍ୟ ଶୁଣୁଛନ୍ତି। ତେଣୁ ପ୍ରତିଟି ମିଥ୍ୟା ଏକ ପାପ ଅଟେ। ଦ୍ୱିତୀୟ ବିଷୟଟି ହେଉଛି ଚୁଗୁଲି କରିବା ବା ଗସିପ୍ କରିବା। କାହାର ବିରୁଦ୍ଧରେ କଥା ହେବା, କାହାର ଅନୁପସ୍ଥିତିରେ ତା ବିଷୟରେ କଥା ହେବା, ଅନ୍ୟ ବିଷୟରେ ଚର୍ଚ୍ଚା କରିବାକୁ ଚୁଗୁଲି ବା ଗସିପ୍ କୁହାଯାଏ। ଜଣକର ବିଷୟ ଅନ୍ୟକୁ କହିବା ଏକ ବଡ଼ ଗସିପ୍ର କାର୍ଯ୍ୟ, ଚୁଗୁଲିର କାର୍ଯ୍ୟ। ହିତୋପଦେଶ 18 ପର୍ବ 8 ପଦ ଲେଖାଯାଏ, କାନେ କାନେ ଚୁଗୁଲି କରୁଥିବା ଲୋକର କଥା ମିଠା ଲାଗେ, ତା ହୃଦୟକୁ ସ୍ପର୍ଶ କରିଥାଏ। ଆମକୁ ମଧ୍ୟ ଏପରି କଥାରେ ବେଶୀ ଇଣ୍ଟରେଷ୍ଟ ଥାଏ, ବହୁତ ଭଲ ଲାଗେ ଆମକୁ। ସେହିପରି ଲୋକ ଆମର ଫେଭରେଟ୍ ମଧ୍ୟ ହେଇଯାଆନ୍ତି, ଯିଏ ଆମ ପାଖରେ ଆସି ଅନ୍ୟର ବିଷୟ କୁହେ ଆମକୁ ସେମାନେ ଭଲ ଲାଗନ୍ତି। ସେମାନେ ବହୁତ ବିଷୟ ଆମକୁ ଇନଫର୍ମେସନ୍ ଗୁଡ଼ିକ ଆମକୁ ଦିଅନ୍ତି ଅନ୍ୟ ବିଷୟରେ। ଯେଉଁମାନେ ଅନ୍ୟ ବିଷୟରେ ଆମ ପାଖରେ ଆସି କହିଥାନ୍ତି ଆମକୁ ସେମାନେ ବହୁତ ଭଲ ଲାଗେ ଆମକୁ ସେମାନଙ୍କୁ। ଏହା ଶୈତାନର ବଡ଼ ଅସ୍ତ୍ର ଅଟେ, ମନେ ରଖନ୍ତୁ। ଏଦେନ ଉଦ୍ୟାନରେ ହୱାଙ୍କୁ ଏହି ଅସ୍ତ୍ର ବ୍ୟବହାର କରାଯାଇଥିଲା। ଏହି ଅସ୍ତ୍ରକୁ ବ୍ୟବହାର କରାଗଲା ଏଦେନ ଉଦ୍ୟାନରେ। ହବାକୁ କହୁଛି, ଏ କି ସତ୍ୟ, କିଏ ଶୈତାନ ସର୍ପ ରୂପରେ। ପରମେଶ୍ୱର ତୁମକୁ ଏହି ଫଳ ଖାଇବାକୁ ମନା କରିଛନ୍ତି। ଏହାକୁ ଏକ ପ୍ରକାର କର୍ଣ୍ଣ ମନ୍ତ୍ର ମଧ୍ୟ କୁହାଯାଏ। ସେ ଆସି ଧୀରେ କହୁଛି। ସେ ଡାଇରେକ୍ଟ ପଚାରି ପାରିଥାନ୍ତା ଶୈତାନ ସର୍ପ ରୂପରେ ଆସିକି, କ'ଣ ତମେ ଏହି ଫଳ ଖାଇବାକୁ ଇଚ୍ଛା କରୁନାହଁ, ପଚାରି ପାରିଥାନ୍ତା। କିନ୍ତୁ ସେ କହୁଛି ପରମେଶ୍ୱର ତୁମକୁ ଏହି ଫଳ ଖାଇବାକୁ ମନା କରିଛନ୍ତି। ପ୍ରଥମ ତିମୋଥୀ 5 ପର୍ବ 13 ପଦରେ ଦେଖୁ,
ଅଳସ୍ୟ ପ୍ରିୟମାନେ ଅସାର ଗଳ୍ପ କରନ୍ତି, ପରଚର୍ଚ୍ଚା କରନ୍ତି। କେଉଁମାନେ କରନ୍ତି? ଅଳସ୍ୟ ପ୍ରିୟ ଲୋକମାନେ ଅସାର ଗଳ୍ପ କରନ୍ତି, ପରଚର୍ଚ୍ଚା କରନ୍ତି। ସେମାନଙ୍କ ଠାରୁ ସାବଧାନ ହେବାକୁ ହେବ। ଚୁଗୁଲି କରିବା, ଗସିପ୍ କରିବା, ପରଚର୍ଚ୍ଚା କରିବା ଏକ ପ୍ରକାରର ପାପ ଅଟେ। ତୃତୀୟ ବିଷୟ ହେଉଛି ଅଭିଯୋଗ କରିବା, କମ୍ପ୍ଲେନ୍। କାହା ନାଁରେ କମ୍ପ୍ଲେନ୍ କରିବା, ଅଭିଯୋଗ କରିବା। ସାନ ପିଲାଙ୍କ ପରି ଆମେ ମଧ୍ୟ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥାଉ। ଆଉ କେତେଜଣ ପ୍ରଭୁଙ୍କ ପାଖରେ ମଧ୍ୟ ଅଭିଯୋଗ କରିଥାନ୍ତି। ଉଦାହରଣ ସ୍ୱରୂପ, ମୁଁ ପ୍ରାର୍ଥନା କରିଥାନ୍ତି, ବାଇବେଲ ପଢ଼ିଥାନ୍ତି, କିନ୍ତୁ ସେ ମୋତେ ଫୋନ୍ କରି ଡାକିଲା, ବିଭିନ୍ନ ବାହାନା ଦେଖାଇଥାନ୍ତି। ମଣ୍ଡଳୀକୁ ଆସିବା ନିମନ୍ତେ ମଧ୍ୟ ବାହାନା କରିଥାନ୍ତି। ପ୍ରାର୍ଥନାରେ ଅଭିଯୋଗ କରିଥାନ୍ତି। ଆଉ କେତେଜଣ କହନ୍ତି, ପ୍ରଭୁ ମୋତେ କ'ଣ ଦେଉଛନ୍ତି? ମୁଁ ପରିଶ୍ରମ କଲେ ମୋ ପରିବାର ଚଳୁଛି। ଆଉ କେତେଜଣ ପାଣିପାଗ ବା ୱେଦରକୁ ନେଇ ମଧ୍ୟ ଅଭିଯୋଗ କରନ୍ତି। ବହୁତ ଗରମ ହେଲା, ବହୁତ ବର୍ଷା ହେଉଛି, ଭଲ ଲାଗୁନାହିଁ। ଯାହା ଆମ ହାତରେ ନାହିଁ, ପ୍ରଭୁଙ୍କ କାର୍ଯ୍ୟରେ ମଧ୍ୟ ଆମେ କ'ଣ କରୁ ନା ଅଭିଯୋଗ କରୁ। ମନେ ରଖନ୍ତୁ, ଏ ଅଭିଯୋଗ କରିବାଟା ଏକ ପାପ ଅଟେ, ଏକ ଅସାର କଥା ଅଟେ। ଚତୁର୍ଥ ବିଷୟଟି ହେଉଛି ବିରକ୍ତ ହେବା ବା ଅସନ୍ତୁଷ୍ଟ ହେବା, ଗ୍ରାମ୍ବଲ। ଅସନ୍ତୁଷ୍ଟ, ବିରକ୍ତ। ସାମାନ୍ୟ ବିଷୟରେ ଆମେ ବିରକ୍ତ ବା ଅସନ୍ତୁଷ୍ଟ ହେଇଥାଉ। ପରିବାର ମଧ୍ୟରେ, କାର୍ଯ୍ୟସ୍ଥଳରେ ଏହା ଏକ ଅଭ୍ୟାସଗତ ରୋଗ, କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ଏହା ପାପ ଅଟେ। ଅନ୍ୟମାନେ କାହିଁକି ଭଲରେ ଅଛନ୍ତି, ମୁଁ ଅଭାବରେ ଅଛି। ସେମାନଙ୍କ ରୋଗ ନାହିଁ, ମୁଁ ସର୍ବଦା ରୋଗରେ ପଡ଼ୁଛି। ଏପରିକି ମଣ୍ଡଳୀରେ ମଧ୍ୟ ଅନ୍ୟମାନେ କାହିଁକି ପଦବୀ ପାଇବେ, ମୁଁ କ'ଣ ପାଇଁ ନୁହଁ। ଏ ସମସ୍ତ ବିଷୟ ଏକ ପାପ ଅଟେ। ଆମେ ବିରକ୍ତି ଭାବ ପ୍ରକାଶ କରିବା ଦ୍ୱାରା ଅନ୍ୟ ଦୃଷ୍ଟିରେ ଆମେ ଖରାପ ମଧ୍ୟ ହେଇଥାଉ। ନିଜର ସ୍ୱାସ୍ଥ୍ୟ ମଧ୍ୟ ହାନି ହେଇଥାଏ। ଆମେ କୌଣସି ବିଷୟରେ ବିରକ୍ତି ଭାବ ପ୍ରକାଶ କରିବା ଉଚିତ ନୁହଁ। ସମସ୍ତ ବିଷୟକୁ ଈଶ୍ୱରଙ୍କ ଦ୍ୱାରା ହେଇଥାଏ ବୋଲି ଆମେ ମନେ ରଖିବା ଦରକାର। ଫିଲିପିଓ 2:14 ଲେଖାଯାଏ, ସମସ୍ତ କାର୍ଯ୍ୟ ବିରକ୍ତି ବିନା କର, ତର୍କ ବିତର୍କ ବିନା କର। ଯେକୌଣସି କାର୍ଯ୍ୟ ହଉ, ବିରକ୍ତି ହେବା ନାହିଁ, ତର୍କ ବିତର୍କ କରିବା ନାହିଁ। ଆମେ ପ୍ରଭୁଙ୍କର ଯୋଜନା ଭାବି ସେ କାର୍ଯ୍ୟକୁ କରିବା। ପଞ୍ଚମ ବିଷୟଟି ହେଉଛି କୁଭାଷାର ପ୍ରୟୋଗ, ଆବ୍ୟୁସିଭ୍ ୱାର୍ଡସ୍। କୁଭାଷାର ପ୍ରୟୋଗ। ଆମେ କ୍ରୋଧରେ ଆସିଲେ କୁଭାଷାର ପ୍ରୟୋଗ କରିଥାଉ। ଏଫେସୀୟ 4:29 ଦେଖୁ, ଆମ ଶରୀରରେ ଖ୍ରୀଷ୍ଟ ବାସ କରନ୍ତି, ତେଣୁ କିପରି ଆମ ଭିତରୁ କୁଭାଷା ବାହାରିବ। ଅଭିଶାପ ଦେବା ମଧ୍ୟ ଏକ କୁଭାଷା। ଏହା ଏକ ଗଭୀର ପାପ ଅଟେ। ମନେ ରଖନ୍ତୁ, ଅନେକ ସମୟରେ ଆମେ କ୍ରୋଧରେ ଆସି ଅନେକ ପ୍ରକାରର କୁଭାଷା ବ୍ୟବହାର କରିଥାଉ। ତା ବହୁତ ଗଭୀର ପାପ ଅଟେ। ତା ଛଡ଼ା କାହାକୁ ଆମେ ଗାଳି କରିବା, କାହାକୁ ଲଜ୍ଜା ଦେବା, ଆମ ମୁଖରୁ କଥା କହି ଆମେ କାହାକୁ ଲଜ୍ଜିତ କରିଦେବା, କାହାକୁ ଅଭିଶାପ ଦେବା, ଏସବୁ ହେଉଛି ଗୋଟେ ପାପ। ଏସବୁ ଅସାର କଥା ପ୍ରଭୁଙ୍କ ଦୃଷ୍ଟିରେ। ତେଣୁ ଏହି ବିଷୟ ପ୍ରତି ଜାଗ୍ରତ ହେବା ଦରକାର। ଷଷ୍ଠ ବିଷୟ ହେଉଛି ନିଜର ପ୍ରଶଂସା, ବୋଷ୍ଟିଂ। ନିଜର ପ୍ରଶଂସା, ଏହା ପ୍ରାୟ ଆମେ କରିଥାଉ। ନିଜର ଜିନିଷକୁ ଗ୍ରେଟ୍ ବା ବ୍ରାଣ୍ଡେଡ୍ ବୋଲି ଗର୍ବ କରିଥାଉ। ନିଜର ସନ୍ତାନମାନଙ୍କୁ ସବୁଠୁ ଭଲ ବୋଲି କହିଥାଉ। ନିଜକୁ ସବୁଠୁ ଭଲ ବୋଲି କହିଥାଉ। ଆମର ଟ୍ୟାଲେଣ୍ଟକୁ ଆମେ ଭଲ ବୋଲି କହିଥାଉ। ଦାନିଏଲ 4 ପର୍ବ ଯେତେବେଳେ ପାଠ କରୁ 30-33 ପର୍ଯ୍ୟନ୍ତ, ନବୁକଦନେସ୍ସର ରାଜା ନିଜକୁ ଗର୍ବ କଲେ। ମୁଁ ସମସ୍ତ କରିଛି ବୋଲି କହିଥିଲେ। ଶେଷରେ ସେ ପଶୁମାନଙ୍କ ପରି ହେଲେ। ଆମ ପାଖରେ ଯାହା ଅଛି
से समस्त ईश्वरଙ୍କ दान। परमेश्वरଙ୍କ बिना आमे किछि करि परिबा नाही। निजर टैलेंट, निजर गुण, निजर योग्यता नहीं मध्य आमे गर्व करि थाओ। ताहा मध्य ईश्वरଙ୍କ दान अटे, मन रखंतु। याकूब 4 पर्व तार 13 पदरु 16 पद यदि पाठ करू, सेठार देखू देखा जाए भविष्यत को नहीं गर्व करिया मध्य पाप अटे। तेणु जदि निजको आम प्रशंसा करुछु, निजर निज प्रशंसा करुछु, निज संतान मान को प्रशंसा करुछु, निज विषय एक सब बड़े कहूछु, ताहा एक ईश्वर दृष्टि रे असार कथा एवं पाप अटे। सप्तम विषय हूँ खुशामद करिबा। खुशामद करिबा बा फ्लैटर, यह को आमे चामचागिरी मध्य कहिताउ साधारण भाषा रे, एवं आहुरी साधारण भाषा ओडिया भाषा रे कहिताउ तेल मारिबा। से ताकू तेल मारुछि। निजर कार्य हासिल निमंते व्यवहार आमे करिथाउ, अन्य निमंते मध्य यह मंद अटे। हितोपदेश 29 पर्व 5 पद लिखा जाए, अन्यर चाटुवाद करिबा अर्थ ताहा निमंते जाल पसारिबा। आमे जो खुशामद करिथाउ ता मध्य निजर स्वार्थ थाए। अन्यर प्रिय पात्र हेबा उचित नुह। अनेक अछंती जो माने ऑफिस रे निजर बॉस रो प्रिय हेउथांती। एपरिकी मंडली रे मध्य पदवी निमंते नेता मानकर प्रिय हेबाकू चेष्टा करिथाओ। पालकर प्रिय होइजिबा, जे संपादक अछंती तांकर प्रिय होइजिबा, ये अनेक चेष्टा करती, अनेक सेरा करती मंडली गुड़िकर मध्य। मन रखंतु यह पाप अटे। गालातिया 1 पर्व 10 पद लिखा जाए, मनुष्यर प्रिय न होई ईश्वरଙ୍କ प्रिय हवा उचित। तेणु आमे जदि खुशामद करुचु, फ्लैटर करुचु, तेबले ताहा बहुत बड़ पाप अटे और ईश्वर दृष्टि रे असार कथा अटे। अष्टम विषयटी हूँ अन्य को दोष दबा बा अन्य को चिड़ेबा, प्रोभोकिंग करिबा। यह मध्य आमे कहि थाउ, एथुरु हमको मजा मिले, आमे बहुत आनंद पाई थाउ। हाना और पनिना विषय चिंता करिबा। पनिना सर्वदा हाना को चिड़ौथिले, विरक्ति करुथिले, तोर संतान नाई, तू पापी। किंतु हाना उत्तर देउ नथिले। जे दोष करिछि ताहार उत्तर प्रभु देबे। आमे दोषारोप करिबा नाही। यीशुंकर से विषय को स्मरण करिबा, जोठारे पापिनी स्त्री को लोक माने पत्थर फोपाडुथिले। यीशु कहउचंती, जे पाप करि नाही से पत्थर मारू। अन्य को दोषी करिबा पूर्वरु भाविबा आमे मध्य पापी अटू। याकूब 5 पर्व 9 पदरे में देखू, अन्य को दोष देवा अर्थात निजे दंड पाइबा। माथ्यू 7 पर्व 1 पद 2 पदर मध्य हम देखू, अन्यर विचार करवा उचित नुह। जो विषय विचार करवा सही विषय आमे विचारित मध्य हेबा। एही 8टी विषय को प्रभुଙ୍କ दृष्टि रे असार कथा बोली कहा जाए। यही फल गुड़िक द्वारा आमर परिचय मिली थाए। एथिरु ही आमर विचार करा जीवो। आम मुखर प्रत्येक असार कथा गुड़िक नहीं आमको विचार करा जीवो। प्रभुଙ୍କ निकट रे आमे प्रार्थना करिबा। असार कथा मुखरु न बाहरु, आम मुखर कथा द्वारा आमे प्रभुଙ୍କର संतान बोली परिचय आमको मिलू। यही असार कथा गुड़िक त्याग करी आमको मंगल कथा कहिबार अछि। अन्यर मंगल निमंते कथा कहिबार अछि। अन्यर जेपरि मंगल हेउ, अन्य को उत्साह देवार अछि। जदि जड़े हताश अछि, निराश अछि, दुखर अछि, आमे ताको आम मुखरु ताको एपरि शब्द कहिबा उचित जेपरि से उत्साहित हब, उत्साह से पाइब, आगु बढ़िब एवं सर्वदा आम मुखरु सत्य कथा बाहरिबार अछि। एवं मन रखंतु सबरे आमर मुखरु
ଅନ୍ୟ ନିମନ୍ତେ ଆଶୀର୍ବାଦ ବାହାରିବାର ଅଛି। ଅଭିଶାପ ବାହାରିବା ଉଚିତ ନୁହଁ, ସବୁବେଳେ ଆଶୀର୍ବାଦ ବାହାରିବାର ଅଛି। ଏହି ସମସ୍ତ ବିଷୟ ଆମ ଜୀବନରେ ଆମମାନଙ୍କୁ ଫଳ ଦେଇଥାଏ, ଆମେ ଫଳବାନ ହେଇଥାଉ। ତେଣୁ ଆଜି ପ୍ରଭୁ ଆମମାନଙ୍କୁ ସୁନ୍ଦର ଶିକ୍ଷା ଦେଇଛନ୍ତି। ଆମ ମୁଖରୁ ଅନେକ ସମୟରେ ଅସାର କଥା ଗୁଡ଼ିକ ବାହାରେ, ଯାହାକି ପ୍ରଭୁଙ୍କ ଦୃଷ୍ଟିରେ ଅସାର କଥା, ଆଉ ଯାହାଦ୍ୱାରା ଆମେ ଅଜାଣତରେ ମଧ୍ୟ ଅନେକ ପାପ କରି ବସୁ। ସୁନ୍ଦର ଶିକ୍ଷା ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେଉ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ଧନ୍ୟବାଦ ଦେଉଛୁ ସୁନ୍ଦର ବାକ୍ୟ ପାଇଁ। ହଁ ପ୍ରଭୁ, ଆମେ ମଧ୍ୟ ଏହି ଅସାର କଥା ଗୁଡ଼ିକ ହେଇଥାଉ। ପ୍ରଭୁ କ୍ଷମା ଦିଅ। ପ୍ରଭୁ ଆମ ମୁଖରୁ ଅସାର କଥା ନ ବାହାରୁ, ଏ ବାକ୍ୟ ଦେଇ ତୁମେ କଥା କହିଛ, ଧନ୍ୟବାଦ ଦେଉଛୁ। ବାକ୍ୟ ବୁଝି ଜୀବନରେ ବ୍ୟବହାର କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।